महानदी विहार पालटिला बड़दाण्ड हजार हजार श्रद्धालुंक समागमरे उछुळिला महानदी विहार। कटक महानदी विहार रे पवित्र रथयात्रा बेस आनंद उल्लास तथा भक्तिर सहित अनुष्ठित हो जाइछि। ଏହା ସହିତ ଆରମ୍ଭ ହୋଇଛି ଶ୍ରୀ ଗୁଣ୍ଡିଚା ମହୋତ୍ସବ। ଶ୍ରୀ ଗୁଣ୍ଡିଚା ମହୋତ୍ସବ କମିଟି ତରଫରୁ ପବିତ୍ର ଘୋଷ ଯାତ୍ରା ଅବସରରେ 47 ନମ୍ବର ୱାର୍ଡ ଅନ୍ତର୍ଗତ ମହାନଦୀ ବିହାରସ୍ଥିତ ମଙ୍ଗଳା ମନ୍ଦିର ଛକରେ ଶ୍ରୀ ଗୁଣ୍ଡିଚା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏବଂ ଆବାହକ ସଞ୍ଜୟ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ଭାବେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଦେ ଯୋଗ ଦେଇଥିଲା ବେଳେ ମୁଖ୍ୟ ଅତିଥି ସିଏମସି ମେୟର ସୁବାସ ସିଂ, ସମ୍ମାନିତ ଅତିଥି 47 ନମ୍ବର କର୍ପୋରେଟର ଇଞ୍ଜିନିୟର ସୁବ୍ରତ ଘଡ଼ାଇ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବଟିକୁ ଉଦ୍ଘାଟନ କରିଥିଲେ। ଏହି ଉତ୍ସବଟି ଚଳିତ 27 ରୁ ଆରମ୍ଭ ହୋଇ 8 ଦିନ ବ୍ୟାପୀ ଅନୁଷ୍ଠିତ ହେବ। ପରେ ପରେ ମଞ୍ଚାସୀନ ଅତିଥିମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା ବିଶେଷଙ୍କ କଥାମୃତ ଏବଂ ଭଜନାମୃତ ଆଦି କାର୍ଯ୍ୟକ୍ରମ କରାଯିବା ସହ ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ଏବଂ ସଙ୍ଗୀତଜ୍ଞମାନେ କଥାମୃତ ପରିବେଷଣ କରିବେ। ବହୁ ସଂଖ୍ୟାରେ ଭକ୍ତବୃନ୍ଦ ଏକତ୍ରିତ ହୋଇ ଜଗନ୍ନାଥଙ୍କ ଭାବରସ ଭଜନକୁ ଶ୍ରବଣ କରିଥିଲେ। ओडिशार ओडिया लोकंकर सबुठु पवित्र रथ यात्रा आमर सबुठु पवित्र पर्व तो सेतिपाई पूरा ओडिशा रे रथ यात्रा चली आमर कटक रे भी बहु जगह रथ यात्रा चली आम सकाळटू देखुछु सबु जगह श्रृंखला सहित भाविक भक्त जो अच्छे आसुचंती रथ यात्रा होउछि। महानदी विहार रे भी सेमिति सबु रथ यात्रा चली समस्त श्रृंखला सहित चली समस्त पवित्र रथ यात्रा बहुत बहुत शुभेच्छा, बहुत बहुत अभिनंदन। आमे जो कटक रे जो परिचय अच्छी आमे गोटे संस्कृति रो शहर, आमे गोटे भाईचारा रो शहर। आज देखिबे आज समस्ते मिसिकी एकजुट हे कि रथ यात्रा पालन करूछंती। सकाळटू मु देखुची हमर पब्लिक रिप्रेजेंटेटिव्स होंतु, समाज सेवी होंतु, समस्ते बुली बुली की समस्त कोऑपरेट करूछंती। सो एमिति ही आमे समस्ते कटक रो जते की पर्व होउची से पर्व रे रही कि तार सबु जो उत्सव अच्छे तार पालन करिबा। पुनश्च समस्त को प्रभु जगन्नाथ ये जो पवित्र पर्व अच्छे रथ यात्रा तार बहुत बहुत शुभेच्छा। जय जगन्नाथ। हमें देखिए निश्चय आप 4 तारीख पर्यंत बोधे अच्छी उत्सव तो निश्चय मझे केबे भी आसिकी आम देखी निश्चित भाव में आप देखु कटक प्रशासन पक्षर महानदी विहार रथ यात्रा को एवर्ष मान्यता दी जाइए। जो 5टी जो विश्व प्रसिद्ध आमर रथ यात्रा रे कटक सहर प्रत्येक स्थान में जो रथ यात्रा होउची कटक महानगर निगम एवं कटक प्रशासन तरफ 5टी रथ यात्रा को जो दिया जाइए से रथ यात्रा रे भी महानदी विहार रोचे अन्यतम एवं महानदी विहार वासी मध्य जो उन्नतना खेली प्रभु जय जगन्नाथ ध्वनि रे भव्य दिव्य कार्यक्रम अनुष्ठित होगा जाउची। आज संध्यार भी श्री गुंडीचा महोत्सव आप देखिए भक्त मान जो समावेश एवं 8 दिन धरी से कार्यक्रम चलो। तेणु रथारूढ़ जिते भगवान आसुंच प्रत्येक भक्त मान मध्य जो भक्त सालबेग हूँ भक्त आपणकर बंधु महांती हूँ एवं भक्त बाउरी हूँ समस्त मध्य गोटे कथा भावर ठाकुर भावर से माँ ठाकुर से जगन्नाथंकर धारा एवं चिंताधारा दिन को दिन एक समाज कल्याण पाई एवं विश्व प्रसिद्ध रथ यात्रा जो भाव में सनातन धर्म को एक रूपरेख को टाणिया आज समस्ते व्याकुल होती महानदी विहार बासी एक आनंद रही पथ परिष्कार रथारूढ़
चतुर्धामूर्ति जेभଳି ଭାବରେ ଆସୁଛନ୍ତି ସମସ୍ତଙ୍କ ଭିତରେ ଗୋଟିଏ ଏକ ମହାନ ଗୋଟେ ବାତାବରଣ ସୃଷ୍ଟି ହେଇଛି। ଜୟ ଜଗନ୍ନାଥ ଧ୍ୱନି ହେଇଛି, ସମସ୍ତେ ଏକକାର ହେଇଯାଇଛନ୍ତି। ଗୋଟିଏ କଥା, ଗୋଟିଏ ନାରା, ଜୟ ଜଗନ୍ନାଥ। ମୁଁ ଏ ବର୍ଷ ସେକେଣ୍ଡ ବର୍ଷ, ଦ୍ୱିତୀୟ ବର୍ଷ ହେଲା ମୁଁ ଚେରାପରା କରୁଛି। ଜୟ ଜଗନ୍ନାଥଙ୍କର କୃପାରୁ ମତେ ଯୋଉ ସେବା କରିବାକୁ ସୁବିଧା ଦେଇଛନ୍ତି, ମୋ ଜୀବନକୁ ଧନ୍ୟ ମନେ କରୁଛି। ନାଇଁ ନାଇଁ, ମୁଁ ମୁଖ୍ୟ ସେବକ ହିସାବରେ ବହୁତ ଖୁସି, ବହୁତ ଆନନ୍ଦିତ, ବହୁତ ମୁଁ ନିଷ୍ଠାପର ସହ ଏସବୁ ସବୁ ସମ୍ପାଦନ କରୁଛି। ମହାନଦୀ ବିହାରରେ ଠାକୁର ଆଜି ପ୍ରତ୍ୟକ୍ଷ ଠାକୁର, ତାଙ୍କ ମହିମାରେ ବହୁତ ଲୋକ ଆସି ରୁଣ୍ଡ ହଉଛନ୍ତି। ମାନେ ହଜାର ହଜାର ଲୋକ ବର୍ତ୍ତମାନ ଘରେ ବର୍ତ୍ତମାନ ରଥ ଛୋଟକୁ ବହୁତ ଲୋକ ହଉଛନ୍ତି। ତେଣୁ ବହୁତ ତାରିଖରେ ଅସୁବିଧା ହଉଛି। ପ୍ରଭୁଙ୍କ ଇଚ୍ଛାରେ ବହୁତ ଶାନ୍ତି ଶୃଙ୍ଖଳାରେ ରଥ ଚାଲିଛି। ଆଜି ମହାନଦୀ ବିହାର ଆବାଳ ବୃଦ୍ଧ ବନିତା ଆନନ୍ଦ ଉତ୍ସାହ ଭିତରେ ଜଗନ୍ନାଥଙ୍କ ରଥକୁ ଟାଣି ଟାଣି ନେଉଛନ୍ତି। ସତେ ଯେମିତି ଏଇଟା ପୁରୀର ବଡ଼ଦାଣ୍ଡ ଭଳି ଲାଗୁଛି। ବର୍ଷକରେ ଥରେ ପ୍ରଭୁ ଜଗନ୍ନାଥ, ଭଉଣୀ ସୁଭଦ୍ରା, ଭାଇ ବଳଭଦ୍ରଙ୍କୁ ନେଇ ରଥରେ ବଡ଼ଦାଣ୍ଡକୁ ଆସନ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପାଇଁ। ଶ୍ରଦ୍ଧାଳୁଙ୍କ ମନରେ ଅନେକ ଆନନ୍ଦ, ଉତ୍ସାହ, ଉଦ୍ଦୀପନା ଭରି ରହିଛି। ସମସ୍ତେ ଜୟ ଜଗନ୍ନାଥ ଧ୍ୱନିରେ ମହାନଦୀ ବିହାର ପ୍ରକମ୍ପିତ ହେଉଛି। ପ୍ରଭୁଙ୍କ କୃପା ସମସ୍ତ ଉପରେ ରହୁ, ସମସ୍ତେ ସୁଖରେ ଶାନ୍ତିରେ ରୁହନ୍ତୁ, ଏତିକି କାମନା କରୁଛି। ଜୟ ଜଗନ୍ନାଥ। ଆଜି ଆମର ଏଇ ଯୋଉ ପବିତ୍ର ରଥଯାତ୍ରାରେ ଆଉ ଆମର ମହାନଦୀର ଜଗନ୍ନାଥ ମନ୍ଦିର ତରଫରୁ ଆଜି ସକାଳେ ପହଣ୍ଡି ହେଇଥିଲା ଓ ତାପରେ ରଥ ବାହାରି ତା ରଥ ମାର୍ଗରେ ପରିକ୍ରମା କରି ଆଜି ମାଉସୀମା ମନ୍ଦିରରେ ସନ୍ଧ୍ୟାବେଳେ ଆସି ପହଞ୍ଚିଛି। ଆଉ ଏଠାରେ ଆମର ଭଜନ ସମାରୋହର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଉ ଏଠି ଆମର ମହାନଦୀ ବିହାର ଆଉ ଆଖପାଖରେ ଯେତେ ଲୋକ ଅଛନ୍ତି, ଶତାଧିକ ଲୋକ ଭାବ ବିହ୍ୱଳ ହୋଇ ଏ ଯାତ୍ରାରେ ଏତେ ମାତ୍ରାରେ ଆଜି ଅଂଶଗ୍ରହଣ କରୁଛନ୍ତି ଯେ ଏହା ଏକ ଏପଟର ମାନେ ଚୁଡିଦାର କଟକ ଏରିଆରେ ଏକ ପ୍ରମୁଖ ସ୍ଥାନ ବୋଲି ଜଣିତ ହେଲାଣି। ଆଉ ଏଠାରେ ଯୋଉ ଶ୍ରୀଗୁଣ୍ଡିଚା ମହୋତ୍ସବରେ ଭଜନ ସମାରୋହ, ପ୍ରବଚନ ଏ ଯୋଉ କାର୍ଯ୍ୟକ୍ରମ 9 ଦିନ କାଳ ଲାଗି ରହୁଛି। ଆଉ ଏଠି ମାଉସୀମା ମନ୍ଦିର ଯୋଉ ରହିଛି, ମଙ୍ଗଳା ମନ୍ଦିରରେ ଯୋଉ ଛକ, ଏଠି ମାଉସୀମା ମନ୍ଦିର ହେଇଛି, ସେଠି ପ୍ରତ୍ୟେକ ଦିନ ଆସିକି ମହାପ୍ରଭୁଙ୍କୁ ସମସ୍ତେ ଆସି ଦର୍ଶନ କରୁଛନ୍ତି। ଇଏ ଗୋଟେ ମହାନଦୀ ବିହାର ଆଉ ଏପଟର ପୂର୍ବାଞ୍ଚଳର ପ୍ରତି ଏକ ଗୌରବାନ୍ୱିତ ଜାଗା ହେଇଯାଏ। ଏତେ ଲୋକ ଆଜି ଆମେ ଏଇ ଯୋଉ କାର୍ଯ୍ୟକ୍ରମ କରିବା ପାଇଁ ବିଗତ 2 ମାସ 3 ମାସ ହେଲା ଆମେ ଲାଗି ରହିଛୁ। ଆଉ ରଥ ମାର୍ଗ ସଫା କରିବା, ଆଉ ତାର ରକ୍ଷଣାବେକ୍ଷଣ କରିବା, ରଥ ତିଆରି କରିବା, ଆଉ ଏହାକୁ ପ୍ରସାର ପ୍ରଚାର କରିବା। ଆଉ ଆମର ଏଇ ଯୋଉ କାର୍ଯ୍ୟକ୍ରମକୁ ଆମର ଠାକୁରଙ୍କର ଯେତେ ନୀତିକାନ୍ତି ହୁଏ, ସବୁ ପୁରୀରେ ଯେତେ ପ୍ରକାର ନୀତିକାନ୍ତି ହୁଏ, ଆମେ ଏହାକୁ ସେତେ କରୁଛୁ। ଆଉ ରାସ୍ତା ସାରା ବଡ଼ଦାଣ୍ଡରେ ଲୋକ ଅସଂଖ୍ୟ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି। ଜୟ ଜଗନ୍ନାଥ।